ଅଙ୍ଗନ ଲଙ୍କାପୁରରେ ଦେବଦେବ ମହାଦେବ ତାଣ୍ଡବ ନୃତ୍ୟ କରୁଛନ୍ତି। ହେଲେ ଏ ତାଣ୍ଡବ ନୃତ୍ୟରେ ଏ ତ୍ରିପୁରା ରସାତଳ ହେଇଯିବ ନା ନା ମୋତେ ଦେବଦେବ ମହାଦେବଙ୍କର ତାଣ୍ଡବ ନୃତ୍ୟକୁ ଭଗ୍ନ କରିବାକୁ ହେବ, ଭଗ୍ନ କରିବାକୁ ହେବ। ଶିବ ସଙ୍ଗେ ନୃତ୍ୟ କରନ୍ତି ପଦେ ପଦ ବିନ୍ୟାସୀ ମଙ୍ଗଳ କେତୁ ନୃତ୍ୟ କଲେ ଦେବେ ପ୍ରସନ୍ତି ଜଗତରେ ପୂର୍ଣ୍ଣ ଚନ୍ଦ୍ର ଉଦୟ କାଳ ବ୍ୟତିକ୍ରମ କରିଲା ଏବେ କରିଲେ ଭୟ କିଏ ମୋର ସଭାରେ ବିଘ୍ନ ଘଟାଉଛି, ବିଫଳ ହଉଛି। କିଏ ରେ ଜଟିଆ ଆସିଲୁ ଯେ ସଭା ଭାଙ୍ଗିଲୁ ମୋର ଜାଣି ନାହୁଁ ମୋହି ଲଙ୍କା ଯେ କର ପୁର ତାର ଭয়ে ଦେବେ ଲୁଚନ୍ତି ଯେ ଇନି ମୁହାରେ ଯାଇ ତାର ସଭା ତୁହି ଭାଙ୍ଗିଲୁ ଯେ ତାର ଜଟିଆ ହୋଇ ଦେବତା ମାନେ ତାର ସଭାକୁ ତୁ ଭଗ୍ନ କରୁଛୁ। ଜଟିଆ ନାରାୟଣ ନାରାୟଣ ନାରାୟଣ। ହେ ଲଙ୍କପତି, ତମେ କାହାକୁ ଜଟିଆ କହୁଛ? ତମେ ଏ ପର୍ଯ୍ୟନ୍ତ ମତେ ଚିହ୍ନି ପାରୁନ? ମୁଁ ହଉଛି ନାରଦ। ହଁ, ମୁଁ ହେଉଛି ବିଷ୍ଣୁ। ବିଷ୍ଣୁ ମୋ ଆଗରେ ତମେ ତାଙ୍କ ତାଣ୍ଡବ ନୃତ୍ୟ କାହିଁକି ଭଗ୍ନ କରୁଛ? ଯତୀନ୍ଦ୍ର ବୋଲନ୍ତି ଶୁଣି ମାନେ ଆରେ ମିଶ୍ର ବାବାର ପୂର୍ବ କଥା ମନେ ନରେ ସହଜରେ ଅସୁର ଦଶରଥଙ୍କୁ ବ୍ରହ୍ମ ବିନ୍ଦୁ ଯେ ଇଏ ମାଗିଲା ଭିକ୍ଷା এই ଅସୁର ଯୋନିରେ ଜନ୍ମ ଗ୍ରହଣ କରିବା ପରେ ଆସୁରିକ ପ୍ରବୃତ୍ତିରେ ଲୀନ ହୋଇଯାଇଛ। ତେଣୁ ତମେ ମତେ ଚିହ୍ନି ପାରୁଛ। ମୁଁ ହେଉଛି ଦେବର୍ଷି ନାରଦ, ତୁମର ମନ୍ତ୍ରଣାଦାତା। ମନେ ପକା ଯେତେବେଳେ ସମସ୍ତ ଦେବତା ମାନେ ମିଶି କ୍ଷୀରାବ୍ଦି ତଟରେ ରୁଣ୍ଡ ହୋଇ ସେମାନଙ୍କର ଦୁଃଖ ଦୂର କରିବା ପାଇଁ ଭଗବାନ ନାରାୟଣଙ୍କୁ ପ୍ରାର୍ଥନା କରିଥିଲେ। ଭଗବାନ ନାରାୟଣ ତାଙ୍କର ପ୍ରାର୍ଥନାକୁ ଶୁଣି କଥା ଦେଇଥିଲେ, ମୁଁ ନିଶ୍ଚିତ ଭାବରେ ଅଯୋଧ୍ୟାର ରାଜା ଦଶରଥଙ୍କର ଔରସରୁ ମା କୌଶଲ୍ୟାଙ୍କର ଗର୍ଭରେ ପତିତ ହୋଇ ଦିବ୍ୟ ପୁରୁଷ ଭାବରେ ଜନ୍ମ ନେବି।
ଏବଂ ତୁମର ଦୁଃଖକୁ ନିଶ୍ଚିତ ଭାବରେ ଦୂର କରିବି। ଏଇ ଯୋଉ ଦଶରଥଙ୍କର ବ୍ରହ୍ମବିନ୍ଦୁକୁ ହରଣ କରିବା କଥା ମୁଁ ତୁମକୁ ସୂଚନା ଦେଇଥିଲି। ଆଉ କୌଶଲ୍ୟ ମାଙ୍କୁ ହରଣ କରି ଆଣିବା ପରେ ସେଇ ଦିବ୍ୟ ପୁରୁଷ ଜନ୍ମ ନେବେ ନା ତୁମର ମରଣ ହେବ ଏ କଥା ମଧ୍ୟ ତୁମକୁ ସୂଚନା ଦେଇଥିଲି। ଆଜି ତମେ ଜାଣିପାରୁନ, କାରଣ ଆସୁରିକ ମନୋବୃତ୍ତିରେ ସଦା ସର୍ବଦା ମଜି ରହିଛ। ଆଇ ସର୍ବ ସମ୍ପଦକୁ ମାଗିଲୁ ଯେ ଏବେ ବଞ୍ଚିବୁ ମନ। ଆଇ ସର୍ବଦେବତାଙ୍କୁ କରରେ ଦେ ଏ ବନ୍ଧନ ମୋଚନ। ଶୁଣି ନ ଭଏ ସରବତ କଲା ରକ୍ଷ ଈଶ୍ୱର। ଆଜ୍ଞା ଦେଲା ସର୍ବଦେବଙ୍କୁ ଚଳି ଯାଅ ସତ୍ୱର। ଅସୁରିକ ମନୋବୃତ୍ତି ନେଇ ଆଜି ଏ ସମସ୍ତ ସ୍ୱର୍ଣ୍ଣମୟ ଲଙ୍କାର ସମ୍ପଦ ଶ୍ରୀକୁ ଆଜି ହତଶ୍ରୀରେ ପରିଣତ କରିବାକୁ ଯାଉଛ। କାରଣ ଏ ନିରୀହ ଦେବତା ମାନଙ୍କୁ ଆଣି ନିଜର ପଦ ତଳେ ଦାସାନୁଦାସ ଭାବରେ ଖଟେଇ ରଖିଛ। ତେଣୁ ଯଦି ବଞ୍ଚିବାକୁ ଚାହ, ଯଦି ଏ ସ୍ୱର୍ଣ୍ଣମୟ ଲଙ୍କାପୁରର ସମସ୍ତ ସମ୍ପଦ ଶ୍ରୀକୁ ବଜାୟ ରଖିବା ପାଇଁ ଚାହ, ତାହେଲେ ସମସ୍ତ ଦେବତା ମାନଙ୍କୁ ବନ୍ଧନରୁ ମୁକ୍ତ କରିଦିଅ। ହେ ମହର୍ଷି ନାରଦ, ଲଙ୍କପତି ଆପଣଙ୍କ କଥା ଅନୁଯାୟୀ ମୁଁ ସମସ୍ତ ଦେବତା ମାନଙ୍କୁ ମୁକ୍ତି କରୁଛି। ଯାଅ ଦେବତା ମାନେ। ଏ ସମସ୍ତ ଦେବତା ମାନଙ୍କୁ ମୁକ୍ତି ସରିବା ପରେ କରିସାରିବା ପରେ ମୋର ଆଉ ଅନେକ ମନ୍ତ୍ରଣା ତମ ନିକଟରେ ଅଛି। ହେଲେ ଦେବର୍ଷି, କଣ ମନ୍ତ୍ରଣା ଅଛି ମତେ ତାହା ବୁଝାଇ କୁହ। ତାହା ପୂର୍ବରୁ ଏ ସମସ୍ତ ଦେବତା ମାନଙ୍କୁ ବନ୍ଧନରୁ ମୁକ୍ତ କରିଦିଅ। ମୁଁ ଆପଣଙ୍କ କଥା ଅନୁସାରେ ତାଙ୍କୁ ମୁକ୍ତି କରୁଛି। ହେଲେ ମୁଁ ଯୋଉ କର୍ମ କରିଥିଲି, ଯାଅ ଦେବତା ମାନେ। ଆଜ୍ଞା ପାଇଣ ସର୍ବଦେବ କଲେ ଯେଝା ଭୁବନ। ଦେବତା ହୁଅନ୍ତି ବନ୍ଧନ ଏ ତ ଦୈବ ବିଧାନ। ଆଏ ବୋଲନ୍ତି ଯତୀନ୍ଦ୍ର ସୁର ହେ ବୀର ଲଙ୍କା ଈଶ୍ୱର। ଆଏ ପୂର୍ବ ଜନ୍ମ କଥା ପାଶର ଯେ ହେଲା ମନୁ ତୋହର। ଆଏ କେଡ଼େ ସଙ୍ଗ ଭରେ ଥିଲୁ ରେ ବୈକୁଣ୍ଠପୁରେ। ଆଜି ରାଜା ହୋଇ ରହିଛୁ ଯେ ଏହି ଅସୁରପୁରେ। ହେ ଦଶାନନ, ପୂର୍ବରୁ ସେ କଥା ତୁମର ମନ ମଧ୍ୟରେ କିଛି ନାହିଁ। କାରଣ ତମେ ଅସୁର ଯୋନିରେ ଜନ୍ମ ଗ୍ରହଣ କରି ଏ ଅସୁରପୁରର ରାଜା ହୋଇ ରହିଛ। ହେଲେ ଫେରି ଯାଅ ଦଶାନନ, ସେଇ ତୁମର ସେ ଅତୀତର ଇତିବୃତ୍ତିକୁ। ତୁମେ ଥିଲ ବୈକୁଣ୍ଠପୁରର ଦ୍ୱାରେ, ନାମ ଥିଲା ତୁମର ଜୟ। କେତେ ଆନନ୍ଦ ମନରେ ସେ ବୈକୁଣ୍ଠପୁରରେ ଭଗବାନ ନାରାୟଣ ମା ଲକ୍ଷ୍ମୀଙ୍କର ଦ୍ୱାର ଦେଶରେ ଦ୍ୱାରପାଳ ଭାବରେ ଦଣ୍ଡାୟମାନ ଥିଲ। ହେଲେ ଆଜି ଅସୁର ଦୁନିରେ ଜନ୍ମଗ୍ରହଣ କରି ଅସୁରପୁରରେ ରହି ଆସୁରିକ ମନୋବୃତ୍ତିକୁ ଧରି କି ଲାଭ ତୁମେ ପାଉଛ? ଆଏ ଶୁଣି ପୂର୍ବ କଥା ହେ ଜଇଲେ ବୀରବର ରାବଣ। ଆଏ ଶେଷରେ ମନେ ପକାଇଲେ ଦେଲ ବ୍ରହ୍ମାନନ୍ଦର। ଆଏ ଥିଲି ବୈକୁଣ୍ଠ
রহি হে দেবর্ষি নারদ দশানন মনে পকাই দেল ମୁଁ ସେଇ ବୈକୁଣ୍ଠପୁରର ଦ୍ୱାରୀ ନାମ ମୋର ଜୟ ହେଲେ ଏ ଅସୁର ଜମିରେ ଜନ୍ମ ହୋଇ ମୁଁ ଏତେ ତଳକୁ ଚାଲି ଯାଇଛି ମୋରି ମା ଲକ୍ଷ୍ମୀକୁ ମୁଁ ଆଜି ଅପହରଣ କରି ନେଇ ଆସିଛି ନାରଦ ମୁନି ହେ ମହର୍ଷି ଦଶାନନ ଆପଣଙ୍କ କଥା ଅନୁଯାୟୀ ମୁକ୍ତିର ମାର୍ଗ ଖୋଜିବାକୁ ଯିବି ମହର୍ଷି ଦଶାନନ ତୁମେ ଦଶାନନର ଚକ୍ଷୁକୁ ଖୋଲି ଦେଇଛ ଏ ଦଶାନନ ଅଛି ଅସୁର ଯୋଗରୁ ମୁକ୍ତି ଦେବା ପାଇଁ ଯାଉଛି କୁହ ଦେବର୍ଷି ଦଶାନନ କିପରି ମୁକ୍ତି ହେବ କହୁଛି ତା ଉପାୟ କୁହ ଦେବର୍ଷି କୁହ ଶୀଘ୍ର শুনি যদি সবরতি আস তোরে কথাকু কহিবি আজি তো ছামরে ହେ ଲଙ୍କପତି ମହର୍ଷି ମୁଁ ଯେଉଁ ମୁକ୍ତିର ମାର୍ଗ ତୁମକୁ ବତେଇଦେବି ସେ କଥା ଯେଭଳି ଭାବରେ କେହି ଶୁଣିବାକୁ ନ ପାଆନ୍ତି ତେଣୁ ଏ ଗୁପ୍ତ ମନ୍ତ୍ରଣ ଦେବାକୁ ହେଲେ ତୁମର ଅନ୍ତପୁର ମଧ୍ୟରେ ତୁମେ ଆଉ ମୁଁ ଦ୍ୱୟ ବ୍ୟକ୍ତି ବ୍ୟତୀତ ତୃତୀୟ ବ୍ୟକ୍ତି ସେଠାରେ ରହିବା ଦରକାର ନାହିଁ ଦେବର୍ଷି ମୁଁ ମୁକ୍ତି ହେବାକୁ ଚାହେଁ ମୁକ୍ତି ମୋର ଏ ରଥରେ ମୁଁ ମୁକ୍ତି ଚାହେଁ ଦେବର୍ଷି ଯେଉଁ ମୁକ୍ତିର ପଥର ଅନୁସନ୍ଧାନ କରିବାକୁ ତୁମେ ଯାଉଛ ଲଙ୍କପତି ସେ ମୁକ୍ତିର ବାଟ ମୁଁ ତୁମକୁ ନିଶ୍ଚିତ ଭାବରେ ପ୍ରବର୍ତ୍ତାଇ ଦେବି ହେଲେ ଏସବୁ ନୁହେଁ ତୁମର ଅନ୍ତପୁର ମଧ୍ୟରେ ମୁଁ ସମସ୍ତ ମନ୍ତ୍ରଣା ପ୍ରଦାନ କରିବି ଆସ ଲଙ୍କପତି ଚାଲ ମହର୍ଷି ऐसन मत करी चढ़ई एकारे लंकपति अनंग नरेन्द्र भराई अंतपुर पुरवी कहूचंदी भगवती सुना पशुपति हे सुना पशुपति संशय लागिला मोते आमर भारती पूर्व जन्म हे मोआगरे करंतु बखान हे आई काहि गई पुर काहि लंका गढ़ हे काहि लंका गढ़ काहि नारायण काहि असुर गुण काहि पाई हे जत हे लाए असुर हे आय मदयन्ती नीलकण्ठ सुन गौरी हे सुन गौरी आदि सत्य जुग कथा कहिबी विस्तारी मन देई गो एक ध्याने सुन प्राण सहिब
ଦେଶରେ ଦୁୟ ଦ୍ୱାରି ଆଜି ଦଣ୍ଡାୟମାନ ହେ ଦ୍ୱାରି ଦୁୟ ଆମେ ସପ୍ତର୍ଷି ଆସିଛୁ ଆମର ପିତାମାତାଙ୍କର ଦର୍ଶନ କରିବା ପାଇଁ ତମେ ଆମକୁ ତାଙ୍କର ଦର୍ଶନ କରିବା ପାଇଁ ସୁଯୋଗ ଦିଅ ଏବଂ ଭିତରକୁ ଯିବା ପାଇଁ ଦ୍ୱାରକୁ ଉନ୍ମୁକ୍ତ କର। ନା ଆମକୁ ଆଦେଶ ହେଇଛି ଆମେ କାହାକୁ ନେଇ ଅନ୍ତପୁର ଭିତରକୁ ଛାଡ଼ି ପାରିବୁ ନାହିଁ। ଅସମ୍ଭବ କଥା। ଯାଅ ତୁମେ ଏଆଡୁ ପ୍ରତ୍ୟାବର୍ତ୍ତନ କର। আই কটাল গর্তে রুষি কোরাল মুরতি হে কোরাল মুরতি আই গাছি হে কাহি রহে আসিও ছরতি নারায়ণ হে করি সন্ধি একান্ত সজন হে ପ୍ରଭୁ ବର୍ତ୍ତମାନ ମାଙ୍କୁ ନେଇ ଏକାନ୍ତରେ ଶୟନ କରିଛନ୍ତି ଆଉ ତୁମେମାନେ ମଙ୍ଗଳା ହୋଇ ଯୋଉଭଳି ଆସିଛ ଏହା ସମ୍ଭବ ନୁହଁ। ହେ ଦ୍ୱାରି ମହାଶୟ ମହାତ୍ମା ବାପା ମାଙ୍କ ଆଗରେ ପିଲା ଉଲଗ୍ନ ଥିବା ଏବଂ ବସନ ପରିଧାନ କରିଥିବା ଦୁଇଟି କଥା ସବୁଯାକ ସମାନ। ଆମେମାନେ ଆସିଛୁ ବାପା ମାଙ୍କର ଦର୍ଶନ କରିବା ପାଇଁ ତମେମାନେ ସେ ଦର୍ଶନରୁ ଆମକୁ ବଞ୍ଚିତ କରନା। ସବୁ ଦେଖାଯାଉଛି। ତମ ମନ ମଧ୍ୟରେ ଯାହା ଭାବି ନେଇଛ ଆମେ ଉଲଗ୍ନ ହୋଇ ସପ୍ତଋଷି ଆସିଛୁ ଦର୍ଶନ କରିବା ପାଇଁ ଏଥିରେ କିଛି ଦ୍ୱିଧା ନାହିଁ ମନରେ ନ ରଖି ଆମକୁ ଦର୍ଶନ କରିବା ପାଇଁ ସୁଯୋଗ ଦିଅ। ବାରମ୍ବାର ମନା କରିବା ସତ୍ତ୍ୱେ ବି ବାଧ୍ୟ କରେ କରୁଛ ମହାତ୍ମା। ଯାଅ ଏଠାରୁ ପ୍ରତ୍ୟାବର୍ତ୍ତନ କର। ନା ଆଜି ଅସମ୍ଭବ। ଆମେ ଦର୍ଶନ ନ କରି କେବେ ହେଲେ ଫେରି ଯିବୁନି। କେତେ ଆଶା ଯଦି ତମେ ବିଶୃଙ୍ଖଳା ସୃଷ୍ଟି କରିବ ତାହେଲେ ଆମେ ମାଡ଼ ମାରିବାକୁ ବାଧ୍ୟ ହବୁ। ଘରେ ଶୁଣି ରଖ ଚିହ୍ନି ରଖ ଦେଖି ରଖ ଏ ହେଉଛନ୍ତି ସପ୍ତର୍ଷି ଚାହିଁଲେ କ୍ଷଣକ ମାତ୍ରକେ ତୁମକୁ ବିନାଶ କରିଦେଇ ପାରନ୍ତି ହେଲେ ଆମେ ସେ ମନୋବୃତ୍ତି ନେଇ ଏଠିକୁ ଆସିନୁ। ଆମେ ଆସିଛୁ ଦର୍ଶନ କରିବା ପାଇଁ ତେଣୁ ଆମକୁ ଦର୍ଶନରୁ ବଞ୍ଚିତ ନ କରି ଭିତରକୁ ଯିବା ପାଇଁ ସୁଯୋଗ ଦିଅନ୍ତୁ। ନା 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 ଏହା ଅସମ୍ଭବ। আই কটাল দেবী কটাল রূপে ভাই দেবী হে রূপে ভাই দেবী আই মারো মারো কে কবিরে সে শপথ ভূমি সাপ দেলে অসুর জনম পাও বলে ପିତାମାତାଙ୍କର ଦର୍ଶନ କରିବା ପରିବର୍ତ୍ତେ ଆଜି ତମେମାନେ ଆମକୁ ମାର ମାରିଲ। କେତେ ଆଶା କେତେ ଭରସାକୁ ନେଇ ଏ ସପ୍ତର୍ଷି ଆସିଥିଲେ ଦର୍ଶନ କରିବା ପାଇଁ ହେଲେ ଆମେ ଉନ୍ମୁକ୍ତ ଅଛୁ। ପିତାମାତା ଏକାନ୍ତରେ ଶୟନ କରିଛନ୍ତି ତୁମେମାନେ ଦର୍ଶନ କରିପାରିବନି। ଦର୍ଶନରୁ ତ ବଞ୍ଚିତ ହେଲେ ତମେମାନେ ଆଜି ଯେଉଁ ଆଶ୍ଚର୍ଯ୍ୟ ମନୋବୃତ୍ତି ନେଇ ଆଜି ଏ ନିରୀହ ଋଷିମାନଙ୍କୁ ପୋଷାଘାତରେ ଜର୍ଜରିତ କରି ଆଜି ଫେରେଇ ଦେଉଛ। ନିରାଶରେ ଆମେ ଫେରିଯିବୁ ସତ ହେଲେ ଯିବା ପୂର୍ବରୁ ଅଭିଶାପ ଦେଇଯିବୁ। ଯେଉଁ ଆସୁରିକ ମନୋବୃତ୍ତି ନେଇ ତମେ ଆମକୁ ପଦାଘାତ କରିଛ ବଡ଼ ମକରେ ବିରାଜିତ କରିଛ ସେଇ ଆସୁରିକ ମନୋବୃତ୍ତି ନେଇ ଅସୁର ଯୁଦ୍ଧରେ
ଖାଲି ପ୍ରତ୍ୟାବର୍ତ୍ତନ କରି ଯାଆନ୍ତି। ଓ ପୁଣି ତମେ ଦୁଇ ଭାଇ ପଶ୍ଚିମ ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ଦୁଇ ଦୁଇ କରି ହେଲେ ତମେ 8 ଜଣ କରି ଏକ ସଙ୍ଗେ ମିଳି ଆସି ଆମ ସଙ୍ଗରେ ତର୍କ ବାଢିଛ ଆମେ ଫେରିଯିବୁ। ଠିକ ଅଛି ଫେରି ତ ଯିବୁ ନିଶ୍ଚିତ, କିନ୍ତୁ ଆମେ ଭାବିଥିଲୁ ଏ 8 ଦ୍ୱାରୀ ମଧ୍ୟରୁ କେହି ନା କେହି ଜଣେ ବ୍ୟକ୍ତି ଥିବ ଆମର ମନ କଥା ବୁଝିପାରିବ। ନାଇଁ 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 ଦେଖିବାକୁ ପାଇଲୁ ତମେ 8 ଜଣ ଯାକ ତମର ବୁଦ୍ଧି ତେଣୁ ସେଥିପାଇଁ ଏ ସପ୍ତର୍ଷି ରାଜ ଅଭିଶାପ ନେଇଯାଉଛନ୍ତି। ତମେ 8 ଜଣ ଯାକ ଜନିକା ଜନ୍ମ ଗ୍ରହଣ କରିବ। ନା ସତ୍ୟ ସତ୍ୟ ଜୀବନ ସତ୍ୟ। ऐसे बोइले जबे तुम्हे होई सारे मेरी होई सारे मेरी अरे असुर जो दुजन बहु बोली करी गले फेरी अति शीघ्र खाइला बोलाई ଭାଇ ଦେଖିପାରୁଛ ଏ ମୁନିମାନେ ଯୋଉ ଆସିଥିଲେ କେଉଁଭଳି ଭାବରେ ଅଭିଶାପ ଦେଇଛନ୍ତି। ଯାଅ, তোর মনে হন মনে হইতেছে ଆମେ ତ ପ୍ରଭୁଙ୍କର ଆଦେଶ ପାଳନ କରିଥିଲେ। ଚାଲ ଏଇ ପ୍ରଭୁ ହିଁ ଆମକୁ ରକ୍ଷା କରିବେ। কি গোটে পর ଚାଲ ଭାଇ জনে গলা পরে ଆଉ ଗୋଟେ ହଉଛି ଆଉ এই ହনুମାନ ପୂଜା କଟା ଯାଉ ବାରିକ ଆରତ ଶୁଣି ଆରତ ଭଞ୍ଜନ ହେ ଆରତ ଭଞ୍ଜନ ରମାସ ଆସିଲେ କତ ଭଜନ କାଢ଼ି ପାଣି ହେ ଚିନ୍ତା କଲେ ଭାସିଲେ ମା ହୋଇ ହେ ପ୍ରଭୁ ଆମମାନଙ୍କୁ ରକ୍ଷା କରନ୍ତୁ। ପ୍ରଭୁ ଆମମାନଙ୍କୁ ରକ୍ଷା କରନ୍ତୁ। ଜୟ ବିଜୟ ସୁଶୀଳ ଅତିଶୀଳ କ'ଣ ହୋଇଛି? ଏଠାକୁ ଆସିବାର ଅଭିପ୍ରାୟ କ'ଣ? ऐसे काले सकल वार्ता कहिला विजय हे कहिला विजय ଆଉରେ ତଳକୁ ତ अरे असुर जोड़िले राधे होई कोटि कर अति शील हे कहिला मोरे दोष ठाकुर हे ମାଙ୍କର ଆଦେଶ ଥିଲା ଯେ ଯେହେତୁ ଆପଣ ଏକାନ୍ତରେ ସମୟ ଅତିବାହିତ କରୁଥିଲେ ତେଣୁକରି ଅନ୍ତଃପୁରକୁ କାହାକୁ ପ୍ରବେଶ କରିବାକୁ ଦେବା ନାହିଁ। ସେହି ସମୟରେ ସପ୍ତର୍ଷି ଆସିଥିଲେ ପ୍ରଭୁ। ଯେହେତୁ ସେ ଉଲଗ୍ନ ଅବସ୍ଥାରେ ଥିଲେ ଏବଂ ମାଙ୍କର ଆଦେଶ ଥିଲା ସେଥିପାଇଁ ତାଙ୍କୁ ଆମେ ଅନ୍ତଃପୁରକୁ ଛାଡ଼ିଲୁ ନାହିଁ। ତେଣୁକରି ପ୍ରଭୁ ସେଥିରେ ସେ ପ୍ରଧାନିତ ହୋଇ ଆମକୁ ଅସୁର ଜାତିରେ ଜନ୍ମ ଦେବା କ'ଣ ପାଇଁ କରୁଛୁ ତୁ? ପ୍ରଭୁ ସେ ପ୍ରଭୁ কোন চিন্তা করছু ରକ୍ଷା କରନ୍ତୁ, ଇଏ କ'ଣ କରୁଛୁ? ରକ୍ଷା କରନ୍ତୁ। ଫୋନ୍ করে ଆଉ ୟାକୁ କହୁଛୁ মধুর ছন্দে ভাসন্তি জগত ঠাকুর তাই বলে নিলাম লক্ষ্মী যোগে তুমে হইব অসুর সেই আই যোগে হইব সফল কামারে ହେ ଜୟ ବିଜୟ ହେ ସୁଶୀଳ ଅତିଶୀଳ ଯେଉଁ ଲକ୍ଷ୍ମୀଙ୍କ ଆଦେଶ ପାଇଁ ତୁମେ ଆଜି ସପ୍ତର୍ଷି ଋଷିମାନଙ୍କ ଠାରୁ ଅଭିଶାପ୍ତ ପ୍ରାପ୍ତ ହୋଇଛ, ସେ ଅଭିଶାପକୁ ଖଣ୍ଡନ କରିବା ମୋ ପକ୍ଷେ ସମ୍ଭବ ନୁହଁ। କିନ୍ତୁ ସେ ଅଭିଶାପର ପ୍ରତିକାର
ତାର ସମ୍ପୂର୍ଣ୍ଣ ବିବରଣୀ ତୁମକୁ ମୁଁ ପ୍ରତିପାଦନ କରୁଛି, ତୁମେ ଶ୍ରବଣ କରିବା ହେବ। ऐ सत्य जुगे बोलाई मुझे मुरा दारुड़ा है ये मुरा दारुड़ा ऐ मेरी मंत्री बोलाई वो तुम्हें दूरी जनो विनाशी भी है मुक्ति पथ दिखाई भी है हे जय विजय, ଯେତେବେଳେ ଧରାପୃଷ୍ଠରେ ଆସି ସତ୍ୟ ଯୁଗ ଉପଗତ ହେବ, ସେହି ସତ୍ୟ ଯୁଗରେ ତୁମ୍ଭେ ଦୁଇ ଜଣ ହେବ ମୂର ଏବଂ ଦାରୁଣ, ଏବଂ ତୁମର ମନ୍ତ୍ରିତ୍ୱ ଗ୍ରହଣ କରିବେ ସୁଶୀଳ ଏବଂ ଅତିଶୀଳ। ସେହି ଜନ୍ମରେ ତୁମକୁ ମୁକ୍ତି ଦେବା ପାଇଁ ମୁଁ ଜନ୍ମ ଗ୍ରହଣ କରିବି। ऐ रावण कुंभकर्ण हे बसे दयारे हे बसे दयारे ऐ सुशील होई तोर पुत्र हे इंद्रजीत हे अतिशील विभीषण ख्यात हे हे जय विजय, हे सुशील अतिशील, ଯେତେବେଳେ ସତ୍ୟ ଯୁଗର ଅବସାନ ଘଟିବ, ସେତେବେଳେ ଧରାପୃଷ୍ଠରେ ଉପଗତ ହେବ ତ୍ରେତୟା ଯୁଗ। ସେହି ତ୍ରେତୟା ଯୁଗରେ ସମସ୍ତ ସାଧୁମାନଙ୍କୁ ପାଳନ କରିବା ପାଇଁ, ତୁମମାନଙ୍କୁ ମୁକ୍ତି ଦେବା ପାଇଁ, ଯେତେବେଳେ ଜୟ ତୁମେ ରାବଣ ରୂପରେ ଜନ୍ମ ଗ୍ରହଣ କରିବ, ବିଜୟ ତୁମେ କୁମ୍ଭକର୍ଣ୍ଣ ରୂପରେ ଜନ୍ମ ଗ୍ରହଣ କରିବ, ସୁଶୀଳ ତୁମର ଜ୍ୟେଷ୍ଠ ପୁତ୍ର ଇନ୍ଦ୍ରଜିତ ରୂପରେ ଜନ୍ମ ଗ୍ରହଣ କରିଥିବା ବେଳେ ମୋର ଅତିମ ପ୍ରିୟ ଅତିଶୀଳ ସେ ବିଭୀଷଣ ରୂପରେ ଜନ୍ମ ଗ୍ରହଣ କରିବେ। निर्दोषी अतिशील होइब अमर हे होइब अमर ऐ रमाणु चुराई देबु अशोक बदन रखिथिबु हे तुही गले मुक्ति पाइबु हे अरे अशोक मने गरिबु अशोकाभिषेक हे अशोकाभिषेक अरे तेजे सार्थक होई हे जमीनर लोक बाखर रे पंचकेशी बोलाई मुखरे हे जय ଏବଂ ବିଜୟ, हे ସୁଶୀଳ ଅତିଶୀଳ, ସେହି ତ୍ରେତୟା ଯୁଗରେ ତୁମ୍ଭମାନଙ୍କୁ ମୁକ୍ତି ଦେବା ପାଇଁ ହୀରାବ୍ ନିକଟକୁ ପରିତ୍ୟାଗ କରି ଅଯୋଧ୍ୟା ଦେଶରେ ଦଶରଥଙ୍କ ଔରସରୁ କୌଶଲ୍ୟାଙ୍କ ଗର୍ଭରୁ ମୁଁ ଅଭିରାମ ରୂପରେ ଜନ୍ମ ଗ୍ରହଣ କରିବି। ମୋର ନାମ ହେବ ରାମଚନ୍ଦ୍ର। ଯେତେବେଳେ ପିତୃ ସତ୍ୟକୁ ପାଳନ କରି ଲକ୍ଷ୍ମଣ ଏବଂ ସୀତାଙ୍କୁ ନେଇ ପଞ୍ଚବଟୀ ଅରଣ୍ୟରେ ବାସ କରିଥିବି, ଜୟ ତୁମେ ତୁମର ଆସୁରିକ ମାୟା ଦ୍ୱାରା ମୋର ସୀତାଙ୍କୁ ହରଣ କରି ନେଇ ଚାଲିଯିବ ଲଙ୍କାପୁରକୁ। ଯେତେବେଳେ ସପ୍ତସିଂହରେ ସେତୁ ପ୍ରତିଷ୍ଠା କରି ସୁବର୍ଣ୍ଣଆଗରେ ମୁଁ ବସତି ସ୍ଥାପନ କରିଥିବି, ସେତେବେଳେ ଏକ ନିଃଶ୍ୱାସ ରାତିରେ ମୁଁ ଅଶୋକ ବିପିନ ଯାତ୍ରା କରିବି। সেই অশোক বিপিନରେ সীতা এবং মতে বসাই তুমি এক অভিষেক করিব, যার নাম ହେବ অশোকাভিষেক। ত্রেতয়া যুগ অন্ত পরে এ ধরা পৃষ্ঠরে দ্বাপর যুগ ধরিত্রী পৃষ্ঠ ହେବ। সেତେବେଳେ ମୁଁ କୃଷ୍ଣ ଅବତାର ରୂପେ ଜନ୍ମ ଗ୍ରହଣ କରିବି। ତୁମେ କଂସ ଏବଂ କେଶୀ ରୂପରେ ଜନ୍ମ ଗ୍ରହଣ କରିବ। ऐ कଳି पूर्वर होई मु सानो शिशु पाल हे सानो शिशु पाल ऐ चक्रे विनाशी तुम्भ पुराई विकाल अंतर्ध्यान हे कही हेले लक्ष्मी नारायण हे
ସୁଶୀଳ ଏବଂ ମତିଶୀଳ ସେ ଯୁଗରେ ତୁମେ ଶାଲ୍ବ ଶିଶୁପାଳ ରୂପେ ଜନ୍ମଗ୍ରହଣ କରିବ। ତୁମକୁ ଚକ୍ରରେ ବିନାଶ କରି ଧରାପୃଷ୍ଠକୁ ଉଶ୍ୱାସନା ପ୍ରଦାନ କରି ପୁନଶ୍ଚ ମୁଁ ବୈକୁଣ୍ଠ ଅଭିମୁଖେ ଯାତ୍ରା କରିବି। ପ୍ରତି ଯୁଗରେ ତୁମ ହରିମାନଙ୍କୁ ମୁକ୍ତି ଦେବା ପାଇଁ ମୁଁ ବିଭିନ୍ନ ରୂପରେ ଜନ୍ମଗ୍ରହଣ କରିବି ଧରାପୃଷ୍ଠରେ। ସେଇ ଯୁଗକୁ ଅପେକ୍ଷା କରିଥାଅ। ଯାଅ ସମସ୍ତ ଦ୍ୱାରୀମାନେ ସେଇ ଯୁଗକୁ ଅପେକ୍ଷା କରିଥାଅ। ଜୟ ରମାପତି ନାରାୟଣ। ଆଏ ବୀର ସମନରେ ଚଳି ଗଲେ ଚାରି ବୀର ରେ ଗଲେ ଚାରି ବୀର। ଆଏ ଅସୁର ଯୋନି ଅଟଙ୍କ ନରେନ୍ଦ୍ର ମୋକ୍ଷ ଧାମରେ। ମହର୍ଷି ନାରଦ ଲଙ୍କପତି ମୁଁ ହେଉଛି ତାହେଲେ ଜୟ। ମହର୍ଷି କିପରି ମୁଁ ମୁକ୍ତି ହେବି ଅସୁର ଯୋନିରୁ? ସେଇ ମୋର ପିତା ନାରାୟଣଙ୍କୁ ମୁଁ କିପରି ଦର୍ଶନ କରିବି? ହେ ମହର୍ଷି ମୁଁ ମୁକ୍ତି ଚାହୁଁଛି। ମୁଁ କିପରି ମୁକ୍ତି ହେବି ମହର୍ଷି? ଅସୁର ଯୋନିରୁ ମୁକ୍ତି ପାଇବି କିପରି? ମୋତେ ତମେ ସେ ରାସ୍ତା ବତେଇ ଦିଅ ମହର୍ଷି। ଆଏ ବୋଲନ୍ତି ନାରଦ ଶୁଣ ହେ ରାବଣ ବ୍ରହ୍ମାର ଚତୁର୍ଥ ପୁରୁଷ ଭୋଜନ। ଆଏ ଅଭିଶାପ ଦେଇଛନ୍ତି ତପୋଧନ ଅସୁର କୁଳରେ ହୋଇଅଛୁ ଜନ୍ମ। ହେ ଦଶାନନ ମହର୍ଷି ବ୍ରହ୍ମାଙ୍କର ଚତୁର୍ଥ ପୁରୁଷ ଭାବରେ ଜନ୍ମଗ୍ରହଣ କରିଛ ତୁମେ। ତୁମେ ହେଉଛ ଏକ ନୈଷ୍ଠିକ ବ୍ରାହ୍ମଣ। ବ୍ରାହ୍ମଣ ହୋଇ ନିଜର ଆସୁରିକ ମନୋବୃତ୍ତିକୁ ତୁମେ ମନ ମଧ୍ୟରେ ବଜାୟ ରଖିଛ। ସେଥିପାଇଁ ସେଇ ସପ୍ତର୍ଷି ମହାସପ୍ତର୍ଷିଙ୍କର ଅଭିଶାପରେ ଆଜି ତୁମେ ଅସୁର ଯୋନିରେ ଜନ୍ମଗ୍ରହଣ କରିଛ। ମହର୍ଷି ହେଲେ ମୁକ୍ତି ପାଇବାକୁ ଯୋଉ ଆଶା କରିଛ ସେ ମୁକ୍ତିର ପଥ ମୁଁ ନିଶ୍ଚିତ ବତେଇଦେବି। କୁହ ମହର୍ଷି ଦଶାନନ ମୁକ୍ତି ଚାହୁଁଛି। ତୁମକୁ ଅଶେଷ କଠିନ କାର୍ଯ୍ୟ କରିବାକୁ ହେବ। ଓ ଠାକୁର ମୁଁ ଯାହା କହିବି ତାକୁ ପଦେ ପଦେ ମନେ ରଖି ନିର୍ଭୁଲ ଭାବରେ କରିବାକୁ ପଡ଼ିବ। ଆଉ ଯଦି ଟିକେ ମାତ୍ର ଭୁଲ ହେଇଯାଏ ପୁଣି ପୁନର୍ବାର ସେଇ ଅସୁର ଯୋନିରେ ଜନ୍ମଗ୍ରହଣ କରିବ। ମହର୍ଷି ମୁକ୍ତି ପାଇବା ତ ଦୂରର କଥା। ମୁଁ ମୁକ୍ତି ଚାହେଁ। ତୁମ ପ୍ରଭୁଙ୍କୁ ଦର୍ଶନ କରିବାକୁ ଚାହୁଁଛି। କୁହ ମହର୍ଷି କାହାକି ମୋ ନାରାୟଣ କାହିଁକି ମୋତେ ଅସୁର ଯୋନିରୁ ମୁକ୍ତି ଦେଉନାହାନ୍ତି? ଆଏ ଅଶୋକ କାନରେ ଆଣିଛୁ ସୀତାଙ୍କୁ ଶୂନ୍ୟ କରିଅଛୁ ବୈକୁଣ୍ଠ ପୁରକୁ। ଆଏ ଦ୍ୱିତୀୟ ପ୍ରହରେ ନିଦ୍ରା ପରି ହରି ନାହାର ଦେବାଚ ନାମ ଗଣା ସାରି।
ମହର୍ଷି ତମେ ଅଶୋକ ବାଟିକା ମଧ୍ୟରେ ଅଶୋକ ବିପିନ ମଧ୍ୟରେ ମଣିମୟ ମଣ୍ଡପରେ ଯାହାକୁ ରଖିଛ ସେ କିଏ? କିଏ ମହର୍ଷି? ସେ ସୀତା। ସୀତା ନୁହନ୍ତି, ସେ ମା ଲକ୍ଷ୍ମୀ ସ୍ୱରୂପା ସୀତା। ମହର୍ଷି ତମେ ତାଙ୍କୁ ହରଣ କରି ଆଣି ଆଜି ବୈକୁଣ୍ଠପୁରକୁ ଶୂନ୍ୟ କରି ଦେଇଛ। ମହର୍ଷି ତୁମକୁ ମୁକ୍ତିର ବାଟ ପ୍ରବର୍ତ୍ତି ଦଉଛି। ରାତ୍ର ପ୍ରଥମ ପ୍ରହର ଚାଲିଯିବା ପରେ ଉପଗତ ହେବ ଦ୍ୱିତୀୟ ପ୍ରହର। ସେଇ ଦ୍ୱିତୀୟ ପ୍ରହରରେ ଦେବତାଙ୍କ ଲାଗି ସମସ୍ତ ପୂଜାର୍ଚ୍ଚନା କାର୍ଯ୍ୟକ୍ରମକୁ ତୁମକୁ ନିର୍ବିଘ୍ନରେ ଶେଷ କରିବାକୁ ହେବ। ଆଉ ପୂଜାର୍ଚ୍ଚନା ଦେବମାର୍ଚ୍ଚନା ଶେଷ କରି ସାରିବା ପରେ তৃতীয় প্রহরে অশোক কাননে চল বীরমণি মুক্তির সন্ধানে দেবাঙ্গ বসর করি পরিধান সাত্বিক লক্ষণে বিপরে রামণ ଦ୍ୱିତୀୟ ପ୍ରହରରେ ସମସ୍ତ ଦେବ କାର୍ଯ୍ୟକୁ ଶେଷ କରି ସାରିବା ପରେ ତୃତୀୟ ପ୍ରହରରେ ସେ ଅଶୋକ ବିପିନ ମଧ୍ୟକୁ ତୁମକୁ ଏକାକି ଯିବାକୁ ହେବ। ଆଉ ଯିବା ସମୟରେ ନିଜ ମନ ମଧ୍ୟରୁ ଆସୁରିକ ମନୋବୃତ୍ତିକୁ କାଢ଼ି ଦେଇ